ପିଲାମାନେ ତୁମମାନଙ୍କୁ ସଂସ୍କୃତ ଶିକ୍ଷାୟତନର ଏହି ପ୍ରକୋଷ୍ଠ ମଧ୍ୟକୁ ସ୍ୱାଗତ। ଆଜି ପିଲାମାନେ ଆମର ସୋମେଟିଭ୍ ଆସେସମେଣ୍ଟ 2 2025-26 ଅଷ୍ଟମ ଶ୍ରେଣୀର ସଂସ୍କୃତ ପରୀକ୍ଷା ସରିସାରିଛି ସମଗ୍ର ଶିକ୍ଷା ପୁରୀ ତରଫରୁ। ତେଣୁ ତାହା ତୁମେ କ'ଣ କରିଛ ଆଜି ପରୀକ୍ଷାରେ ତାକୁ ଦେଖିନେବା ନାଇଁ। ତୁମେ ତ ତୁମର ନାଁ, ରୋଲ ନମ୍ବର, ସେକ୍ସନ ଆଉ ସ୍କୁଲ ପ୍ରଭୃତି ଦେଇକି କରିସାରିଛ। ଏବେ କ'ଣ କରିଛ ପରୀକ୍ଷାରେ ଦେଖିବା। ପ୍ରଶ୍ନ ଉତ୍ତର କେମିତି କ'ଣ କରିଛ। ତାହେଲେ ଦେଖ, 1 ନମ୍ବର ଦେଇଥିଲା ନିମ୍ନୋକ୍ତ ପ୍ରଶ୍ନାନାମ୍ ଉତ୍ତରମ୍ ମାତୃଭାଷୟା ସଂସ୍କୃତ ଭାଷୟା ବା ପ୍ରଦେୟମ୍। ତାହେଲେ ମାତୃଭାଷାରେ ହଉ ବା ସଂସ୍କୃତ ଭାଷାରେ ହଉ ତୁମେ ଉତ୍ତର ଗୁଡ଼ିକୁ ପ୍ରଦାନ କରିବ। କହ ରେଡ୍କ୍ରସ ସଂସ୍ଥାୟାः ପ୍ରତିଷ୍ଠାତା। ତମେ ଜାଣିଛ ହେନେରୀ ଡୁନାଣ୍ଟହ ରେଡ୍କ୍ରସ ସଂସ୍ଥାୟାः ପ୍ରତିଷ୍ଠାତା। ଚାଣକ୍ୟः କେନ ନାମ୍ନା ବିଖ୍ୟାତः ଆसीत्। ଚାଣକ୍ୟः କୌଟିଲ୍ୟ ନାମ୍ନା, କୌଟିଲ୍ୟ ନାମରେ ବିଖ୍ୟାତ ହୋଇଥିଲେ। ଆଚ୍ଛା, ଇସ୍ପାତ ନଗରୀ ରୂପେଣ କା ଖ୍ୟାତା। ଇସ୍ପାତ ନଗରୀ ରୂପେଣ ରାଉରକେଲା ଖ୍ୟାତା। ଯହ ଗଚ୍ଛତି ସହ କିମ୍ ପ୍ରାପ୍ନୋତି। ଯହ ଗଚ୍ଛତି ସହ ଗନ୍ତବ୍ୟଃ ସ୍ଥଳମ୍ ପ୍ରାପ୍ନୋତି। କୃଷିକାର୍ଯ୍ୟସ୍ୟ ଆରମ୍ଭଃ କଦା ଭବତି। ଅକ୍ଷୟ ତୃତୀୟାତଃ। ହେଲା, କୃଷି କାର୍ଯ୍ୟର ଆରମ୍ଭ ଅକ୍ଷୟ ତୃତୀୟା ଠାରୁ ହୋଇଥାଏ। ତାହେଲେ 1 ନମ୍ବର ଲେଖେ ଥିଲା। ଏବେ ଆସ ସେ 1 ନମ୍ବର ଲେଖେ ପୁଣି ଅଛି। 2 ନମ୍ବରକୁ ଆସ। ନାଗହ କୟା ବଧ୍ୟତେ। ନାଗହ ମାନେ ହାତୀ। ହାତୀ କାହା ଦ୍ୱାରା ବନ୍ଧାଯାଏ? ରଜ୍ଜ୍ୱା ନାଇଁ ବା ଦଉଡ଼ି ଦ୍ୱାରା। ବିଚକ୍ଷଣାଃ କଦା ବର୍ତ୍ତୟନ୍ତି। ସମସ୍ତ ବର୍ତ୍ତମାନରେ ବିଚକ୍ଷଣ ମାନେ ସ୍ଥିର ହୋଇ ରୁହନ୍ତି। ସର୍ପ ଦୁର୍ଜନୟୋଃ କଃ ବରଂ। ସାପ ଆଉ ଦୁର୍ଜନ ଭିତରେ କିଏ ବରଂ ଶ୍ରେଷ୍ଠ? ସର୍ପଃ। କିମ୍ ନ ଚିନ୍ତୟେତ୍। ଭବିଷ୍ୟମ୍ ନୈବ ଚିନ୍ତୟେତ୍। ଗଙ୍ଗା କୁତ୍ର ପ୍ରବହତି। ଗଙ୍ଗା ଭାରତ ଦେଶେ ପ୍ରବହତି। ହେଲା, ଭାରତ ବର୍ଷରେ ଗଙ୍ଗା ପ୍ରବାହିତ ହେଉଛି। 3 ନମ୍ବର ଦେଖିବା। ଅନୁଚ୍ଛେଦମ୍ ପଠିତ୍ୱା ନିମ୍ନ ପ୍ରଶ୍ନାନ୍ ନାମ୍ ଉତ୍ତରମ୍ ଲିଖତ। ଅନୁଚ୍ଛେଦ ପଢ଼ିକି ନିମ୍ନ ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖିବା। 4ଟି ପ୍ରଶ୍ନ ଅଛି, 4 ମାର୍କ। ଗନ୍ଧମାଦନସ୍ୟ ଦକ୍ଷିଣ ପାର୍ଶ୍ୱେ ହରିଶଙ୍କର ମନ୍ଦିରମ୍ ରାଜତି। ଦେଖ, ପ୍ରଥମ କ୍ୱେଶ୍ଚିନ୍ ଦେଇଛି ଗନ୍ଧମାଦନସ୍ୟ ଦକ୍ଷିଣ ପାର୍ଶ୍ୱେ କିମ୍ ରାଜତି। ତାହେଲେ ଏଇ ଉତ୍ତରଟି ଠିକ୍, ହରିଶଙ୍କର ମନ୍ଦିରମ୍ ରାଜତି। ବୈଜଳ ଦେବୀସ୍ୟ ପତ୍ନୀ ଦୁର୍ଲଭା ଦେବୀ ଏତତ୍ ମନ୍ଦିରମ୍ ନିର୍ମିତବତୀ। ଦ୍ୱିତୀୟ କ୍ୱେଶ୍ଚିନ୍ ଆମର ଅଛି, ଦେଖ, ହରିଶଙ୍କର ମନ୍ଦିରମ୍ କା ନିର୍ମିତବତୀ। ତାହେଲେ ଉତ୍ତର ହେଲା ବୈଜଳ ଦେବସ୍ୟ ପତ୍ନୀ ଦୁର୍ଲଭା ଦେବୀ ନିର୍ମିତବତୀ। ହେଲା, ଦେଖ, ମନ୍ଦିରମ୍ ପରିତଃ ବିବିଧାଃ ପୁଷ୍ପବୃକ୍ଷାଃ अस्ति। ଏଠି ଦେଲା 3 ନମ୍ବର କ୍ୱେଶ୍ଚିନ୍ ହରିଶଙ୍କରମ୍ କିମर्थं ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରମ୍ ଭବତି। ହରିଶଙ୍କରମ୍ ଗ୍ରୀଷ୍ମ ନିବାସ ରୂପେଣ ଶୀତର୍ତୌ ଗ୍ରୀଷ୍ମ ନିବାସ ରୂପେଣ ବିଳାସଜନାନାଂ ସ୍ଥାନମ୍ ଭବତି। ଅତଃ ଏତତ୍ କ୍ଷେତ୍ରମ୍ କ'ଣ? ପର୍ଯ୍ୟଟନ କେନ୍ଦ୍ର ଭବତି। ଯାତ୍ରିକାଃ କେନ ଉପାୟେନ ପଥଶ୍ରମମ୍ ଅପନୋଦୟନ୍ତି। ଯାତ୍ରିକାଃ ଜଳକ୍ରୀଡ଼ାଂ କୃତ୍ୱା। ହେଲା, ନିର୍ଝରିଷୁ, ଏଇଠି ଅଛି ନିର୍ଝରିଷୁ ଜଳକ୍ରୀଡ଼ାଂ କୃତ୍ୱା ପଥଶ୍ରମମ୍ ଅପନୋଦୟନ୍ତି। ତାପରେ ଦେଲା, ସରିଲା ସେଇଟା। ତାହେଲେ ଏବେ ଦେଖ, ଆଚ୍ଛା, ନିମ୍ନ ପଦାନି ବ୍ୟବହୃତ ସଂସ୍କୃତ ଭାଷୟା ବାକ୍ୟାନି ରଚୟତ। ଭବିଷ୍ୟତି ଅଦ୍ୟ ବୃଷ୍ଟିଃ ଭବିଷ୍ୟତି। କରିଷ୍ୟାମି ଅହମ୍ ଅଙ୍କନମ୍ କରିଷ୍ୟାମି। ଅହମ୍ ଅଧ୍ୟୟନମ୍ କରିଷ୍ୟାମି। ଚିନ୍ତିତବାନ୍ ସହ ଈଶ୍ୱରମ୍ ଚିନ୍ତିତବାନ୍। ସହ ଗଣିତ ବିଷୟମ୍ ଚିନ୍ତିତବାନ୍ ଇତ୍ୟାଦି। ତାପରେ ଦେଖ, ବିଭକ୍ତି ନିର୍ଣ୍ଣୟମ୍ କୁରୁତ। ମାସସ୍ୟ ହେଲା ଷଷ୍ଠୀ ବିଭକ୍ତି ନାଇଁ। ବିଦ୍ୟାଳୟେଷୁ ହେଲା ସପ୍ତମୀ ବିଭକ୍ତି ବହୁବଚନ। ପୀଡ଼ୟୋଃ ଏଟା ପଞ୍ଚମୀ ବିଭକ୍ତି ଆଉ ଷଷ୍ଠୀ ବିଭକ୍ତି ଦ୍ୱିବଚନ। ଶୁଦ୍ଧମ୍ ପଦମ୍ ରଚୟତୁ। ଗୋଟିଏ ଶୁଦ୍ଧ ପଦ ରଚନା କର, ଯେକୌଣସି ଗୋଟିଏର। ରମ୍ ପ ରା ପ ପରମ୍ପରା ଏଇଟା ହବ। କ୍ୟଣ ଚା ଚାଣକ୍ୟଃ ନାଇଁ। ଏବେ ଦେଖ, ପ୍ରାୟତଃ 30 ପଦେ ହିଁ ସ୍ୱମାତୃଭାଷୟା
उत्तरम प्रदेयम प्राय 30टी पदरे निज मातृभाषा रे उत्तर दियो। फकीरमोहन उत्कलियानां कृते कथम स्मरणीय जातः। फकीरमोहन ओडिया रे व्यासदेवଙ୍କ द्वारा रचित महाभारत को ओडिया रे अनुवाद करथिले। ଏହା ଛଡା ଅନେକ ଗଳ୍ପ ଆଉ ଉପନ୍ୟାସ ମାନଙ୍କର ମଧ୍ୟ ଫକୀରମୋହନ ରଚୟିତା ଏବଂ ବିଶେଷ କରି ଓଡ଼ିଆ ଭାଷାକୁ ଓଡ଼ିଆ ଭାଷାର ରକ୍ଷା ସୁରକ୍ଷା ପାଇଁ ସେ ନିଜର କ'ଣ ଅଧ୍ୟବସାୟକୁ ଲଗାଇ ଦେଇଥିଲେ। ତେଣୁ ସେ ଆଜି ଉତ୍କଳୀୟ ମାନଙ୍କ ପାଖରେ ସ୍ମରଣୀୟ। ବ୍ରାହ୍ମଣୀ ନଦୀ କସ୍ମାତ୍ ସ୍ଥାନାତ୍ ପ୍ରକାଶିତା ଭବତି। ବ୍ରାହ୍ମଣୀ ନଦୀ ଶଙ୍ଖ ଆଉ କୋଏଲ ଏଇ ଦୁଇଟି ନଦୀର ମିଶ୍ରଣରେ ବ୍ରାହ୍ମଣୀ ନଦୀ ସୃଷ୍ଟି ଏବଂ ସେଠାରେ ବ୍ୟାସଦେବଙ୍କର ଜନ୍ମସ୍ଥଳୀ ଅଟେ ସେଇ ବ୍ରାହ୍ମଣୀ ନଦୀ କୂଳରେ। ତେଣୁ ରାଉରକେଲାରେ ତେଣୁ ଏଇଠି ପୁଣ୍ୟକ୍ଷେତ୍ର ଅଟେ ହେଲା। ଦେଖ ସେମିତି ପ୍ରାୟଶଃ 30 ପଦେ ହିଁ ମାତୃଭାଷା ଉତ୍ତରମ୍ ଲିଖତ। ଅଭିବାଦନଶୀଳସ୍ୟ କାହାନି ବର୍ଦ୍ଧନ୍ତେ। ଅଭିବାଦନଶୀଳ ବା ଗୁରୁଜନ ମାନଙ୍କର କ'ଣ ଆଶୀର୍ବାଦ ଦ୍ୱାରା ଆୟୁର୍ ବିଦ୍ୟା ଯଶ ବଳମ୍ ଏଇ 4ଟି ବଢିଥାଏ। ସର୍ପଃ କେନ ପ୍ରକାରେଣ ଦୁର୍ଜନାତ୍ ବରଂ। ସାପ କିପରି ଦୁର୍ଜନ ଠାରୁ ଭଲ। ସାପ ଆଉ ଦୁର୍ଜନ ଭିତରେ ସାପ ଥରେ ମାତ୍ର ଦଂଶନ କରେ କିନ୍ତୁ ଦୁର୍ଜନ ବ୍ୟକ୍ତି ବାରମ୍ବାର ଆଘାତ ଦିଏ। ତେଣୁ ସର୍ପ ବରଂ ଭଲ ହେଲା। ତାପରେ ଏଇଟା ହେଲା ପ୍ରାୟଶଃ 50 ପଦେ ହିଁ 50ଟି ପଦରେ ସୋ ମାତୃଭାଷା ଉତ୍ତରମ୍ ଲିଖତ। ଖଞ୍ଜନ ମାତା ଈଶ୍ୱରସ୍ୟ କୃତେ କଥମ ଧନ୍ୟବାଦ ଅର୍ପୟତି। ତାହେଲେ ଏଟା ଲଙ୍ଗ କ୍ୱେଶ୍ଚିନ୍ ଲେଖିବ ଖଞ୍ଜନ ମାତା କିପରି ଈଶ୍ୱରଙ୍କ ପ୍ରତି ତାର ଧନ୍ୟବାଦ ଅର୍ପଣ କରିଥିଲା। ସେହିପରି ମାତା ନଏଲେ ଅରେ ଦେଇଛି ମାତା ଚାଣକ୍ୟାୟ ଆଶୀର୍ବଚନମ୍ କିମର୍ଥମ୍ ଦତ୍ତବତୀ। ମା ଚାଣକ୍ୟଙ୍କୁ କାହିଁକି ଆଶୀର୍ବାଦ ଦେଇଥିଲେ ସେଇଠି ନହେଲେ 50ଟି ପଦରେ ଲେଖିବ ତୁମେ। ତାପରେ 10 ନମ୍ବର ଦେଲା ମାତୃଭାଷା ପଞ୍ଚବିହି ବାକ୍ୟ ହିଁ ଅର୍ଥମ୍ ଲିଖତୁ। ବିଚକ୍ଷଣାଃ କାଳ ବିଷୟରେ କିମ୍ ଚିନ୍ତୟନ୍ତି। ବିଚକ୍ଷଣ ବ୍ୟକ୍ତି ମାନେ କାଳ ବିଷୟରେ କ'ଣ ଚିନ୍ତା କରନ୍ତି। ବିଚକ୍ଷଣ ବ୍ୟକ୍ତି ମାନେ ଚିନ୍ତା କରନ୍ତି ଯେ ବିଚକ୍ଷଣ ବ୍ୟକ୍ତି ମାନେ ସାଧାରଣତଃ ସମସ୍ତ ସମୟରେ ସମସ୍ତ କାଳକୁ ସେ କ'ଣ କାଳରେ ସେମାନେ ନିଜକୁ ସ୍ଥିର ରଖନ୍ତି। ତାହେଲେ ସେମାନେ କଦାପି ଯାହା ବିତି ଯାଇଛି ସେଥିରେ ଦୁଃଖ କରନ୍ତି ନାହିଁ କି ଭବିଷ୍ୟକୁ କେବେ ଚିନ୍ତା କରନ୍ତି ନାହିଁ। ବର୍ତ୍ତମାନ କାଳରେ ହିଁ ବିଚକ୍ଷଣ ବ୍ୟକ୍ତି ମାନେ ହିଁ ବିଶ୍ୱାସ କରନ୍ତି ବା ତିଷ୍ଠି ରହନ୍ତି। ସେହିପରି କିମ୍ବା ଆଉ ଗୋଟେ ଦେଇଛି ନୀତିକାର କାର୍ଯ୍ୟ ସମାପନାର୍ଥ ବିଷୟ କିମ୍ ଉପଦିଶତି। ନୀତିକାର କାର୍ଯ୍ୟ ସମାପନ ବିଷୟରେ କ'ଣ ଉପଦେଶ ଦେଇଛନ୍ତି ନା ସଦାସର୍ବଦା ଆମେ ସମସ୍ତ କାର୍ଯ୍ୟ ଆଗୁଆ କରିନେବା ଉଚିତ ହେଲା। ସ୍ୱକାର୍ଯ୍ୟ ମଧ୍ୟ କୁର୍ବିତ ଅର୍ଥାତ୍ କାଲିର କାମକୁ ଆଜି କରିଦେବା ଉଚିତ ଏବଂ ପୂର୍ବାହ୍ନେ ଚାପରାହ୍ନିକମ୍ ଅର୍ଥାତ୍ ଅପରାହ୍ନର କାର୍ଯ୍ୟ ପୂର୍ବାହ୍ନରେ କରିଦେବା ଉଚିତ। କାରଣ ସମୟ କେବେ ହେଲେ କାହାକୁ ବା ମୃତ୍ୟୁ କେବେ ହେଲେ କାହାକୁ ଅପେକ୍ଷା କରେ ନାହିଁ। କେତେବେଳେ ମୃତ୍ୟୁ ଆସିଯିବ ତାର କିଛି ଠିକ ଠିକଣା ନଥାଏ। ଏବେ 11 ନମ୍ବର ଦେଖିବା କ'ଣ ଅଛି। ଯେକୌଣସି 3ଟିର ସଂସ୍କୃତ ଅନୁବାଦ କର। ସେମାନେ ଯାଉଛନ୍ତି କ'ଣ ହବ ତେ ଗଛନ୍ତି ହେଲା। ସୀତା ପଢୁଛି ସୀତା ପଠତି ସୀତାର ବିସର୍ଗ ବି ରହିବନି ଖାଲି ସୀତା ପଠତି। ସତ୍ୟର ହିଁ ଜୟ ସତ୍ୟମେବ ଜୟତେ ନାଇଁ ସତ୍ୟମ୍ ଏବ ଜୟତେ। ସେମାନେ ଛାତ୍ର ତେ ଛାତ୍ରାଃ। ବୁଝିଲା ପିଲାମାନେ। ତାହେଲେ କ୍ୱେଶ୍ଚିନ୍ ଆନ୍ସର ଆମେ କଲେ କମ ସମୟ ଭିତରେ ତମକୁ ଧୀରେ ସେ କହି ଦିଆଗଲା। ତେଣୁ ତୁମେ ମାନେ କ'ଣ କରିଛ ନିଜେ ଚିନ୍ତା କର ଟିକେ କେତେ ମାର୍କ ତମେ ପାଇପାରିବ। ଏବଂ ଖାଲି ଏତିକି ନୁହେଁ ଏବେ ତ ସମୟ ଗଲା ପରୀକ୍ଷା ଗଲା ଆଗକୁ କେମିତି ଭଲ କରିବ ତୁମେ ମାନେ ସେଥିପ୍ରତି ସଚେତନ ହୁଅ ଏବଂ ସଂସ୍କୃତ ଉପରେ ଧ୍ୟାନ ଦିଅ। କାରଣ ସଂସ୍କୃତ ହେଉଛି ଆମର ଆଦି ଭାଷା। ବେଦ ପ୍ରଭୃତି ଆମର ସଂସ୍କୃତରେ ହିଁ ରଚିତ। ତେଣୁ ସଂସ୍କୃତକୁ କେହି ଆମେ ଭୁଲିବା ନାହିଁ। ସଂସ୍କୃତ ବିନା ଆମ ସଂସ୍କୃତି ପଙ୍ଗୁ ଅଟେ। ପିଲାମାନେ ତାହେଲେ ଏଇଠି ହିଁ ରହିବା। ସମସ୍ତଙ୍କୁ ଧନ୍ୟବାଦ।